ଚାଲନ୍ତୁ ଆମ ବାରିକି ଆମେ କଞ୍ଚା ମରିଚ ତୋଳିବା। ଦେଖନ୍ତୁ କେମିତି କଞ୍ଚା ମରିଚ ହେଇଛି। ତ ଆମେ କଞ୍ଚା ମରିଚ ତୋଳି ସାରି କ'ଣ କରିବା କହିଲେ, ଆଜି ଆମେ ଗୋଟେ ଆଳୁଦମ୍ କରିବା। କାହିଁକିନା ଶ୍ରାବଣ ମାସ ଚାଲିଛି ନା, ଆମିଷ ତ ଖାଇହେବନି। ତାହେଲେ ଆମେ ଆଜି ତିଆର କରିବା ଆମର ଆଳୁଦମ୍। ହେଲା, ଟମାଟୋ, କଞ୍ଚା ମରିଚ, ପିଆଜ କାଟିଦେବା, ଆଳୁକୁ ସିଝେଇ ଦେବା। ଆଳୁ ଦଳିଦେଲୁ, ତେଲ ପଡ଼ିଗଲା। ତେଲ ପଡ଼ିଲା ହେତୁ ଆମର କଞ୍ଚା ଲଙ୍କା ପକାଇଦେଲି। ତାପରେ ଟିକେ ଭାଜି ଦେଇ ତାପରେ କଞ୍ଚା ମରିଚ, ପିଆଜ ଛାଡ଼ିଦେଲି। କଞ୍ଚା ମରିଚ, ପିଆଜ, ଟମାଟୋ ଛାଡ଼ିଦେଲା ପରେ ଟିକେ ଭାଜିଲା ପରେ ଆଳୁକୁ ଭାଜିକି